ଆଜିର ଭିଡ଼ିଓ ମୁଁ ନେଇ ଆସିଛି ଆପଣଙ୍କ ବର୍ଦିରେ ବି ବନଉଛି ଟାଇମ୍ ବି ମୋ ପାଖରେ ନଥିଲା ଆଉ ସମସ୍ତଙ୍କ ପାଇଁ ଗୋଟେ ମୋଟିଭେସନ୍ ଯେ ଆପଣମାନେ ବି ଏମିତି ବର୍ଦି ପିନ୍ଧିବେ ବହୁତ ଜଲ୍ଦି ବୁଝିଲେ। ଯେଉଁମାନେ ସିଆଇଏସ୍ଏଫ୍ରେ ଟ୍ରେନିଂ ସେଣ୍ଟର ଏବେ ଆଲର୍ଟ ହେଇଯାଇଛି, ଯେଉଁମାନେ 9 ତାରିଖ ଟ୍ରେନିଂ କରିବାକୁ ଯାଉଛନ୍ତି ତ ସେମାନେ ତ ଆଜି ଘର ନିହାତି ଆଉଟ୍ ହେଉଥିବେ। ପରେ ଯଦି ଭିଡ଼ିଓ କେତେବେଳେ ଦେଖୁଛନ୍ତି ନିଶ୍ଚିତ ଭାବେ ଭିଡ଼ିଓଟିକୁ ସ୍କିପ୍ କରନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଟ୍ରେନିଂର ସବୁକିଛି ଟିପ୍ସ ଏଥିରେ ବତେଇବି ଯେଉଁଥିରେ ଆପଣ ଟ୍ରେନିଂ ଫେଲ୍ ହେବେନି। ଟ୍ରେନିଂ ଯଦି ଫେଲ୍ ହେଉଛନ୍ତି ତାହେଲେ ଆପଣଙ୍କୁ ପୁଣି 1 ବର୍ଷ ଆପଣଙ୍କୁ ଏକ୍ସଟ୍ରା ଟ୍ରେନିଂ କରିବା ପାଇଁ ପଡ଼ିବ। ସେକେଣ୍ଡ ଯେଉଁଟାକି ରେଲିଗେଟ୍ କ୍ୟାଣ୍ଡିଡେଟ୍ କୁହାଯାଏ। ତେଣୁ ସେକେଣ୍ଡ ଆପଣ ଆଉ ଥରେ ଟ୍ରେନିଂ ନ କରନ୍ତୁ, ଗୋଟେ ଥରରେ ଟ୍ରେନିଂ ପାସ୍ କରିଯାଆନ୍ତୁ ଆଉ ଆରାମସେ ନକରି କରନ୍ତୁ ସାରା ଜୀବନ। ନକରି କେମିତି ଶିଖିବେ ସବୁ କିଛି ଟିପ୍ସ ମୁଁ ଏଥିରେ ଆପଣଙ୍କୁ ଦେବି ବୁଝିଲେ। ଦେଖନ୍ତୁ ମୋର ଓଡ଼ିଶାର ପ୍ରିୟ ଭାଇ ଭଉଣୀ ସମସ୍ତଙ୍କ ପାଇଁ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ଟି ବନେଇଛି। ନା ଏ ୟୁଟ୍ୟୁବ୍ ଚ୍ୟାନେଲ୍ରେ କେବେ ଏଡ୍ ଆସିଥିବାର ଦେଖିଥିବ, ନା ୟୁଟ୍ୟୁବ୍ ଚ୍ୟାନେଲ୍ କେବେ ମନିଟାଇଜେସନ୍ ହେଇଛି, ନା ଏଥିରେ କିଛି ପଇସା ମୁଁ ଆଜି ଏତେ ବର୍ଷ ହେଇଗଲାଣି କିଛି ପଇସା ଏତେ ପର୍ଯ୍ୟନ୍ତ ମୋର ଇନକମ୍ ହେଇଛି। କାହିଁକି ନା ଯେତିକି ଇମ୍ପୋର୍ଟାଣ୍ଟ ମୁଁ ସେତିକି କୁହେ, ବେଶୀ ବକୱାଜ ମୁଁ କରେନି। ବହୁତ ଦିନ ଧରି ଭିଡ଼ିଓ ଆଣିନଥିଲି କାହିଁକିନା ସେମିତି କିଛି ଇନଫର୍ମେସନ୍ ନାହିଁ ବୁଝିଲେ। ନା SSGD 2026ର ଯେଉଁମାନେ ବି ଫର୍ମ ପକେଇଛନ୍ତି ତାଙ୍କର ଏତେ ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ ଆସିଛି। ସ୍ଲଟ୍ ବୁକିଂ ଯେବେ ଆସିବ ମୁଁ ତାଙ୍କୁ ଭିଡ଼ିଓ ବନେଇବି। ଆଜି ମୋତେ ଲାଗିଲା କି ଯାଉଛି ମୁଁ ଏମାନଙ୍କୁ ଗୋଟେ ଟିପ୍ସ ଦେବା ପାଇଁ ଗୋଟେ ଭିଡ଼ିଓ ବନେଇଦେବି ଆଉ ଆଜି ମୁଁ ବନେଇଦେଲି। ତେଣୁ ଆପଣଙ୍କୁ କହୁଛି ଯେଉଁମାନେ ଖାଲି ସିଆଇଏସ୍ଏଫ୍ରେ ଜଏନ୍ କରୁଛନ୍ତି ତାଙ୍କ ପାଇଁ ନୁହେଁ, କି 9 ତାରିଖ ଯେଉଁମାନେ କରୁଛନ୍ତି ତାଙ୍କ ପାଇଁ ନୁହେଁ, 16 ତାରିଖ ବି ସିଆଇଏସ୍ଏଫ୍ରେ କିଛି କ୍ୟାଣ୍ଡିଡେଟ୍ ଥିବେ ଯେଉଁମାନେ ଜଏନ୍ କରୁଛନ୍ତି, କି ଅଦର ଯେଉଁମାନେ ବି BSF CRPF SSB ଯାହା ବି ମିଳିଛି ସମସ୍ତଙ୍କ ପାଇଁ ସେମ୍ ରହିଛି। ତେଣୁ ପାରାମିଲିଟାରୀ ଫୋର୍ସରେ ଆପଣ ରହୁଛନ୍ତି, ଆପଣ ଯେଉଁମାନେ ବି ମେଣ୍ଟାଲି ଫିଜିକାଲି ଆପଣ ମେଡ଼ିକାଲି ତ ଆପଣ ଫିଟ୍ ଅଛନ୍ତି, ମେଣ୍ଟାଲି ଫିଜିକାଲି ବି ଆପଣ ଫିଟ୍ ଅଛନ୍ତି। 5 କିଲୋମିଟର ପାସ୍ କରିଛନ୍ତି ମାନେ ଆପଣ ଟ୍ରେନିଂରେ ଆପଣ କିଛି ଅସୁବିଧା ହେବନି। ତେଣୁ ଟ୍ରେନିଂ ଆପଣ କରିପାରିବେ 5 କିଲୋମିଟର ଯେଉଁଠି ରନିଂ ପାସ୍ କରିଦେଇଛନ୍ତି ସେଠି ଟ୍ରେନିଂରେ ଆପଣ କିଛି ଖରାପ ହେବନି। କିନ୍ତୁ କିଛି ଚଟକି ପିଲା ଥାନ୍ତି ନା ଯେଉଁମାନଙ୍କ ପାଇଁ ଟ୍ରେନିଂ ନିଜେ ତ ବହୁତ ହଇରାଣ ହେଇଥାନ୍ତି, ବାକି ପିଲାଙ୍କୁ ବି ହଇରାଣ ପକାଇଥାନ୍ତି। ତେଣୁ ମୁଁ ଆପଣଙ୍କୁ କହିବି ଚଟକେ ଦେଖେଇବନି ଟ୍ରେନିଂରେ ଆପଣ କ'ଣ କରିବେ ନା ନିଶ୍ଚିତ ଭାବେ ଯେଉଁମାନେ ବି ପିଲା ଦେଖିଥିବେ ଏମିତି ଯେଉଁ ଆପଣ 5 କିଲୋମିଟର ରନିଂ ଯେଉଁ ଫିଜିକାଲ ଦିନ କ'ଣ କରିଥିବେ, କିଛି ପିଲା ଏମିତି ଥିବେ ନା ସେମାନେ ଫିଜିକାଲି ତ ଫିଟ୍ ଅଛନ୍ତି, ସେମାନେ ଜାଣିଛନ୍ତି ବି ପ୍ରାକ୍ଟିସ୍ ବି କରିଛନ୍ତି। ପିଲା ତ ପ୍ରାକ୍ଟିସ୍ କରିଛନ୍ତି ଯେଉଁମାନେ 26 ମିନିଟ୍ 30 ମିନିଟ୍ ପ୍ରାକ୍ଟିସ୍ କରିକି ବି 24 ମିନିଟ୍ର କ୍ୱାଲିଫାଇ ହେଇଛନ୍ତି ଗ୍ରୁପ୍ରେ ବୁଝିପାରିଲେ। ସେଇଠି ଆପଣ ଗୋଟେ ଶିଖିବାକୁ ଏତିକି ମିଳେ ଯେ ଗ୍ରୁପ୍ରେ କିଛି ବି କରିପାରିବେ। ଯେଉଁଠି ଏକଲା ପ୍ରାକ୍ଟିସ୍ କରୁଥିଲେ ଯେଉଁଠି 26 ମିନିଟ୍ 28 ମିନିଟ୍ ଲାଗୁଥିଲା, ଯେ ଗ୍ରୁପ୍ରେ ଆସିଲେ 24 ମିନିଟ୍ର କ୍ୱାଲିଫାଇ ହେଇଗଲେ ତ ଏଇଟା ଭାବିପାରିବେ ଯେ ଗ୍ରୁପ୍ ଆପଣ ଯଦି ଟ୍ରେନିଂରେ ଆପଣ ୱିକ୍ ଅଛନ୍ତି ତାହେଲେ ଆପଣ ଗ୍ରୁପ୍ରେ ଯଦି କରିବେ ଆପଣ ପାସ୍ ହେଇଯିବେ। ଗ୍ରୁପ୍ ସେତିକିବେଳେ କରିବେ ସବୁଠୁ ଅଧିକ ଗ୍ରୁପ୍ ଯେଉଁଟାକି ଅଧିକ ପିଲା ଶୋଚୁଛନ୍ତି ଭାବୁଛନ୍ତି ସେଇଭଳିଆ ଯଦି ଆପଣ ବି ଭାବିବେ ତାହେଲେ ଆପଣ କ୍ୱାଲିଫାଇ କରିଯିବେ। ଆପଣ ଯଦି ସବୁଠୁ ଅଧିକ ଭିନ୍ନ ଭାବିବେ ସେଇଟା କୁହନ୍ତି ଚଟକି, ତ ସେ ଚଟକି ଦେଖେଇବେ ତାହେଲେ ଆପଣ ନିଜେ ଫସିବେ ବୁଝିଲେ। ତେଣୁ ଆପଣ ଯେଉଁ ପିଲା ଦେଖିଥିବେ 200 ବେଜ୍ରେ ଗୋଟେ ମାନିନିଅ 50 ବେଜ୍ ଗୋଟେ ମାନିନିଅ 50 ବେଜ୍ରେ କ'ଣ ହେଉଛି ନା ଗୋଟେ ରନିଂ ହେଉଛି ଯେ ଫିଜିକାଲ୍ ଆପଣ ଦେଇଛନ୍ତି, ସେ 50 ବେଜ୍ରୁ କିଛି ଚଟକି ପିଲା ଥିବେ ନା ଯେଉଁମାନେ ନିଜେ ପ୍ରାକ୍ଟିସ୍ କରିଥିବେ ଜାଣିଥିବେ ଯେ ମୁଁ 24 ମିନିଟ୍ ତ କ୍ୱାଲିଫାଇ କରିବି। ସେମାନେ କ'ଣ କରନ୍ତି 17-18 ମିନିଟ୍ରେ ଆସିବାର ଚକ୍କରରେ ଥାନ୍ତି। ତାଙ୍କୁ 17-18 ମିନିଟ୍ରେ ଆସିକି ସେମାନେ କ'ଣ SI ବନିଗଲେ। ଆଉ ଆପଣ ଯେଉଁମାନେ ବି 24 ମିନିଟ୍ରେ କ୍ୱାଲିଫାଇ କରିଛନ୍ତି ସେମାନେ କ'ଣ କନଷ୍ଟେବଲ୍ରେ ଯାଉଛନ୍ତି, ସେମାନେ SI ବନିଗଲେ କିନା ଆପଣଙ୍କୁ ଚାକିରି ମିଳିଲାନି। ତେଣୁ ଆପଣ ବି ଯେଉଁଠି ଟ୍ରେନିଂ କରିବେ ସେମାନେ ବି ସେଇଠି ଟ୍ରେନିଂ କରିବେ। ଟ୍ରେନିଂରେ ବହୁତ ସାରା ପିଲା ଥିବେ ଯେଉଁମାନେ କି ସବୁ କିଛିର ଅଲ୍ ଫର୍ମାଟ୍ରେ ସେମାନେ ବେଷ୍ଟ ପରଫର୍ମାନ୍ସ କରିବେ, କିନ୍ତୁ ସେମାନେ ବି ଗାର୍ଡ଼ ଡ୍ୟୁଟି କରିବା ପାଇଁ ପଡ଼ିବ, ମର୍ଚା ଡ୍ୟୁଟି କରିବା ପାଇଁ ପଡ଼ିବ। ସେମାନଙ୍କୁ ବି ଯେତିକି କଷ୍ଟ କରିବା ପାଇଁ ପଡ଼ିବ ଆପଣଙ୍କୁ ବି ସେମିତି କରିବା ପାଇଁ ପଡ଼ିବ। ତେଣୁ ନିଜ ହାତ ଗୋଡ଼ ବଞ୍ଚେଇକି କିନ୍ତୁ ତାଙ୍କର ଟ୍ରେନିଂ ପାସ୍ କରିବାର କ୍ୟାପାସିଟି କମ୍ ଥାଏ ଯେଉଁମାନେ ଅଧିକ ଫିଜିକାଲି ଫିଟ୍ ଅଛନ୍ତି, ମୁଁ ସେଇଟା କହିଦେଉଛି। ଆଉ ଯେଉଁମାନେ ଫିଜିକାଲି ଫିଟ୍ ନାହାନ୍ତି ନା ସେଇମାନେ ଦେଖିବେ ଯେଉଁମାନେ ଟ୍ରେନିଂରେ ପ୍ରଥମେ କାନ୍ଦନ୍ତି, ଟ୍ରେନିଂରେ କିଛି ଦିନ ପରେ ସେମାନେ କୁହନ୍ତି ମୁଁ ରିଜାଇନ୍ ଦେଇଦେବି, ମୁଁ ଘରକୁ ପଳେଇବି, ମୋ ଦ୍ୱାରା ଚାକିରି ହେଇପାରିବନି। ଦେଖିବ ସବୁଠୁ ଟ୍ରେନିଂ ସେଇମାନେ ଆସାମରେ ପାସ୍ କରିବେ ଆଉ ସେଇମାନେ ଅଧିକ ଦିନ ଚାକିରି କରିବେ ବୁଝିଲେ। ତେଣୁ ମେଣ୍ଟାଲି କେବେ ପ୍ରେସର୍ ନେବେନି ଯେ ଆପଣ ଗୋଟେ କନଷ୍ଟେବଲ୍ ଅଛନ୍ତି, ଆପଣ କ୍ୱାଲିଫିକେସନ୍ ଅନୁସାରେ ଆପଣଙ୍କର କିଛି ବି କାମ ପଡ଼ିଲାନି। ଆପଣ ଯେଉଁ ମ୍ୟାଥମେଟିକ୍ସ ରିଜନିଂ ଯେଉଁ ଗ୍ରାମାର ଇଂଲିଶ ଗ୍ରାମାର ଦେଇଥିଲେ ତାର କିଛି କାମ ଏଠି ନାହିଁ ବୁଝିଲେ। ଏଠି ବାସ୍ ଡ୍ୟୁଟି କର, ହଁ ଆପଣ ଡ୍ୟୁଟି କର, ରାଇଫଲ୍ ଅଛି, ରାଇଫଲ୍ର ବନ୍ଧୁକ ବିଷୟରେ ଜାଣିବାର ଅଛି ବା ଡ୍ୟୁଟି କର ବାସ୍, ନିଜ ଫିଜିକାଲ୍ ଫିଟନେସ୍ ଠିକ୍ ରଖ ବାସ୍। ଇଏ ହେଉଛି ପୋଲିସ ଭଳି ନୁହେଁ, ଲ ଆଣ୍ଡ ଡ୍ୟୁଟି ନୁହେଁ। ଏଠି ଆପଣଙ୍କୁ ଫୌଜରେ ଅଲଗା, ତା ସିଷ୍ଟମ୍ ଅଲଗା। ପୋଲିସ ଆଉ ଫୌଜ ଭିତରେ ବହୁତ କିଛି ଆକାଶ ପାତାଳ ଫରକ ରହିଛି। ବହୁତ ସାରା ପିଲା କହୁଥିବେ ଆପଣ ଥରେ ଗୋଟେ ଭିଡ଼ିଓ ନେଇ ଆସିଥିଲି, ମୁଁ ନେଇ ଆସିଥିଲି ଯେଉଁଟାକି ଓଡ଼ିଶା ପୋଲିସ ଆଉ ଫୌଜ ବିଷୟରେ ମୁଁ ଟିକେ କମ୍ପେୟାର କରିଥିଲି, ଯେଉଁଟାରେ ମୁଁ କହିଥିଲି କି ଆପଣ ଯଦି ଯିବାକୁ ଚାହୁଁଛନ୍ତି SIରେ ତାହେଲେ ଆପଣ ପଢ଼ାପଢ଼ି କରନ୍ତୁ, ଯାଆନ୍ତୁ। ଯଦି ଏଠି ରହିକି ଆପଣ କନଷ୍ଟେବଲ୍ ପାଇଁ ପ୍ରିପାରେସନ୍ କରି କନଷ୍ଟେବଲ୍କୁ ଯିବେ 3.5 ରୁ 4 ଲକ୍ଷ ଟଙ୍କା ଦେଇକି 10 ବର୍ଷ କ୍ରାଇଟେରିଆ ଥାଏ ଯେଉଁଟାକି ଆପଣଙ୍କୁ ରିଜାଇନ୍ ଦେଲାବେଳେ ଆପଣ 3.5 ରୁ 4 ଲକ୍ଷ ଟଙ୍କା ଦେବା ପାଇଁ ପଡ଼ିବ ବୁଝିଲେ। ଏବେ ତ 4 ଲକ୍ଷରୁ ଏଭବ୍ ଅଛି, 4,28,000 ଗୋଟେ ପିଲା ରିସେଣ୍ଟଲି ଆମ ଡିପାର୍ଟମେଣ୍ଟରେ ଯେଉଁଟାକି 4 ବର୍ଷ ଚାକିରି କଲା ପରେ ସିଏ 4,28,000 ଆଉ ଗୋଟେ ପିଲା 4,32,000 ଦେଇକି ସେମାନେ ରିଜାଇନ୍ ଲେଖି, ଯେହେତୁ ସେମାନେ ତାଙ୍କ ଷ୍ଟେଟ୍ ପୋଲିସରେ କନଷ୍ଟେବଲ୍ରେ ଜଏନ୍ ହେଲେ ତେଣୁ ଏଠି ରିଜାଇନ୍ ଦେଇ ଗଲେ। ତ ଏତେ ଟଙ୍କା ଯଦି ଆପଣ ଏଠି ଦେଇକି ଯାଇପାରିବେ, ତ ଏତିକି ଟଙ୍କା ତାହେଲେ କ'ଣ ପାଇଁ ଏଠି ଆସିଥିଲେ ବୁଝିଲେ। ପଇସା ଇନକମ୍ କରିବା ପାଇଁ ଆସିଥିଲେ, ନିଜ ଦେଶ ସେବା ପାଇଁ ଆସିଥିଲେ। ଦେଶ ସେବାକୁ ତ ଡରିଗଲେ, ପଇସା ବି ଦେଇଦେଲେ,
तो जाइए कौन करेंगे पुलिस नौकरी करेंगे क्या 100-200 लांच मागे बुझे तेणु जो जबार अच्छी एसआई जातु पढ़ापढ़ी करूँ टाइम बहुत मिले मो फोर्स तो मिले बाकी फोर्स कथा मुझे जानी सीआईएसएफ भी मिले एसएसबी भी मिलूँ है आरामदायक चाकरी ये किसी प्रोब्लेम ना बाकी सबुथ हार्ड थाए मोर सब फ्रेंड सर्कल समस्त अच्छा समस्त कहते फोर्स बहुत किसी प्रोब्लेम चलती जोटा कि पाठ पढ़ाई टाइम मिले कि जहाँ को पाठ पढ़ार टाइम मिले ना से ट्रेनिंग सेंटर भी टाइम काढ़ी नब जोटा कि ट्रेनिंग में मो कह असंभव पाठ पढ़ा कि सी ट्रेनिंग सेंटर भी बाहर कर जी पाठ पढ़ा पिला तेणु आपको पाठ पढ़ार अच्छे तो कंटिन्यूअसली पाठ भी पढ़ु आउ एसआई प्रिपेरेसन हो कि अदर कोर्स जोटा कि आप बेसिक पे याठू ज्यादा होती जोटा कि बी लेवल जॉब आप लागू जदि आप सी लेवल अच्छा आउ जदि सी लेवल चाहूँगी ताहले माने एसएसबी जमी मो कथा तो मुझे बाकी जो मैंने बीएसएफ रे जी सीआरपीएफ रे जी अधिक कष्ट लगे ना एत कष्ट चलवा अपेक्षा से पैसा दे देकी मुझे चलती ओडिशा पुलिस रही आराम से रही कहीं मत पदे कहू ना बस सुरक्षित रही 60 वर्ष चाकरी करें कौन 20 वर्ष झेलिबी जे 20 वर्ष मन पसंद जे हाँ 20 वर्ष करके चाकरी पलैबी एटी भी 60 वर्ष करेंगे कि बहुत मैक्सीम 20 वर्ष करके पलि जाती जमी मुझे भावी जे मुझे 60 वर्ष करी मुझे 20 वर्ष पर यू पलैजी है कि जो 20 वर्ष करी मन ध्यान करी मुझे ड्यूटी करी देखो सबू देश सेवा समस्ते करने को ये आसछन्ति देश सेवा करुँच कि बिना पैसा किए देश सेवा करेंगे तेणु पैसा समस्त दरकार तेणु आपड़ भी पैसा कमेवा आसछन्ति असत उपाय पैसा कमेवा गलत काम जी गवर्नमेंट आपको दब से आप सन्तुष्ट रे हाँ से आपणकर भाईचारा निभेबे से आप घर कथा संभाळे निज खर्च संभाळे आराम से खुशी रे दिमाग रे आप रे मेंटाली किसी प्रेसर ने तो फर्स्ट चाकरी आप सब बेस्ट बुझे तेणु ट्रेनिंग अधिक चटकी देखेबेनि ट्रेनिंग जोटी जोटी आप जी हो से करेंगे सब चाहिए बेस्ट रु टी कम परफॉर्मेंस देवे सब जब बेस्ट रु कम परफॉर्मेंस देवे कि अधिक ढिला करेंगे जोटा कि आप जे पूरा ढिला चलिए सी भी नुहे सब चाहिए जमी पेट खांडिया करके समस्त कहते ना पेट खांडिया करके राति खाओ आपण पेट ठीक रहा बॉडी फिगर ठीक रहा फौज चाकरी करने कि फौज ट्रेनिंग पास करने मुझे कहूँ सब बेस्ट कम देवे बुझे तो जो बेस्ट रो जदि गुड कैटेगरी सब रे ताहले आपण ना पोर ना फेल ना आपण भेरी गुड ना एक्सीलेंट सब गुड कैटेगरी रही चेष्टा करेंगे चाकरी से पूरा सबुठ भल ट्रेनिंग पास करेंगे बहुत मजेदार पास करेंगे है देखिए आपण किसी भी प्रोब्लेम हेनी आउ ग्रुप पनिशमेंट जो भी होता है से गोटे पार्ट ट्रेनिंग रो पार्ट भावेनि जो मुझे पनिशमेंट मिलूँ आम किसी भूल कर पनिशमेंट मो द्वारा तो भूल हो पारे मुझे भूल कौन करदेली मेंटाली नेबेनि से गोटे ट्रेनिंग रो पार्ट भूल आप न कले भी आपको दिज्व से गोटे ट्रेनिंग रो पार्ट आप सहन शक्ति चेक करने तेणु ट्रेनिंग समस्त पक्षे संभव न थाए तेणु मुझे कहूँ ट्रेनिंग आप आराम से पास करेंगे घर एत तना खाइबा अपेक्षा एत समस्त को गाली शुणा अपेक्षा बेकारी समस्या जुड़ी रहा अपेक्षा ये चाकरी करके आप देशपाई भी किसी करेंगे पैसा भी किसी इनकम करेंगे क्या डिपेंड रही सबकिछ आप समस्त कथा संभाली पारे सुंदर कैरियर गोटे गढ़ी पारे गोटे मार गोटे गर्व गोटे जे आप भारत मार भी गोटे गर्व कि सेवा कर निज मार भी गर्व जे सब कथा बुझीपारे तेणु मुझे कहबी आप निश्चित भाव ट्रेनिंग पास करने को हेले आपन को यही सब फल निश्चित भाव करा पड़ो गोटे हूँ ट्रेनिंग कहि डबल डिच आउ गोटे हूँ घोड़ा जाम ए दुटा को एभोड करूँ जदि ए दुटा को आप बेसी फोर्स करेंगे ताले बहुत किसी असुविधा हो पाए निहाती भाव मुझे कहूँ घोड़ा जाम मुझे एफोर्ड कैनि डबल डिच तो बहुत आसान मो कि बाकी पिलांग बहुत आसान ही न था तेणु आपन कहूँ डबल डिच आ घोड़ा को एत एफोर्ड देवेनि बाकी आप ट्रेनिंग आराम से कटो तेणु आशा करुँच भिडियो भल लगे जय हिंद जय जगन्नाथ।